ମୁଁ ସୋସିଆଲ ମିଡ଼ିଆରେ ଗୋଟେ ବାବାଙ୍କୁ ଦେଖିଲି, ତାଙ୍କ ନାଁ ଥିଲା ଆରତ ରାଣା, ଯିଏକି ଛୁଇଁକି ଲୋକଙ୍କୁ ଭଲ କରିଦେଉଛନ୍ତି। ତ ସେଇ ଜିନିଷକୁ ମୁଁ ଭାବିଲି କିଛି ବର୍ଷ ପୁରୁଣା ଗୋଟେ ଆମର ପୋଥି ଅଛି ରାମାୟଣ ଯାହାକୁ କହନ୍ତି, ତାଙ୍କୁ ପଢ଼ିଲି ଯେତେବେଳେ ଯେଉଁ ଲକ୍ଷ୍ମଣଙ୍କୁ ସରାଘାତ ହେଇଥିଲା, ରାମ ସ୍ୱୟଂ ଭଗବାନ, ଯିଏକି ପୁରୁଷୋତ୍ତମ ମର୍ଯ୍ୟାଦା ପୁରୁଷ, ଯିଏକି ସ୍ୱୟଂ ଭଗବାନଙ୍କ ଅବତାର, ସିଏ ଚାହିଁଥିଲେ ଛୁଇଁକି ବି ତାଙ୍କ ଭାଇକୁ ଭଲ କରିଦେଇଥାନ୍ତେ। କିନ୍ତୁ ସିଏ ବି ସେଠି ବି ଜଣେ ବୈଦ୍ୟଙ୍କୁ ଡାକିଲେ, ବିଶଲ୍ୟକରଣୀ ପତ୍ର ଆସିଲା, ହନୁମାନ ଆଣିଲେ, ତାପରେ ତାଙ୍କର ଉପଚାର ହେଲା। ତ ଏଇ ଯେଉଁ ସବୁ ଆମେ ଅନ୍ଧଭକ୍ତ ମାନେ ବାବା ଗୁଣିଆ ମୋର ପିଲା ହେଉନାହିଁ ସେ ଗୁଣିଆ ପାଖକୁ ଯିବି, କି ମୋ ଛୁଆ କେମିତି ମେଟ୍ରିକ ଭଲ କରିବ ସେ ବାବାଙ୍କ ପାଖକୁ ଯିବି, ଯେଉଁଥିରେ କି ବାବା ମାନେ କେତେବେଳେ ସାରଥୀ ବାବା ବାହାରିଲେଣି, ତ କେତେବେଳେ ସ୍ୱାମୀ ନିତ୍ୟାନନ୍ଦ ବାହାରିଲେଣି, କେତେବେଳେ ରାମ ରହିମ ବାହାରିଲେଣି। ଏସବୁ ବାବାଙ୍କର ଆମେ ପ୍ରସାର ପ୍ରଚାର ବଢ଼ିଆ ସେ କରୁଛୁ। ଥରେ ଭାବନ୍ତୁ, ସ୍ୱୟଂ ଭଗବାନ ଯଦି ତାଙ୍କ ଭାଇକୁ ଭଲ କରିବା ପାଇଁ ସେ ବିଶଲ୍ୟକରଣୀ ବା ବୈଦ୍ୟଙ୍କର ସାହାଯ୍ୟ ନେଉଛନ୍ତି, ଆମେ ତ ଛାର ମଣିଷ, ଏ ବାବା କ'ଣ କରିପାରିବେ ଭାବନ୍ତୁ। ଯଦି ବାବା ଛୁଇଁକି ଭଲ କରିଦେଇଥାନ୍ତେ, ଏତେ ସବୁ ମେଡ଼ିକାଲ ସାଇନ୍ସ ଡେଭଲପ୍ କରିନଥାନ୍ତା। ଥରେ ଭାବନ୍ତୁ, ବା ଏତେ ଯେଉଁ ଆମର ଯେଉଁ ସବୁ ମାନେ ବଡ଼ ବଡ଼ ରୋଗ, କି ଆମର ଯେଉଁ ହରପଟ ନାୟକ ଯାଏ ମଲେ, ସିଏ ବଞ୍ଚି ଯାଇଥାନ୍ତେ ଏପର୍ଯ୍ୟନ୍ତ। ବିଜୟ ମହାନ୍ତି, ମିହିର ଦାସ, ଯାହା ବି ହଉ, ତାଙ୍କର କେଉଁ ଟାଇପ୍ର ବେମାର ଥିଲା ଆପଣ ଜାଣିଥିବେ। ପ୍ଲିଜ୍ ଏଇ ଯେଉଁ ମିଛ ପ୍ରହସନ ଯେଉଁମାନେ କରୁଛନ୍ତି, ମାନେ ଅନ୍ଧଭକ୍ତ ମାନେ, ଏମିତି ସବୁ କରନି ଯେଉଁଥିରେ ଆପଣଙ୍କର ଭବିଷ୍ୟତରେ ବହୁତ କ୍ଷୟକ୍ଷତି ହେବ, ବହୁତ। ନମସ୍କାର।